ସକାଳୁ ମୁଁ ଏଣ୍ଡୁଳି କାକରା 5ଟା ଖଣ୍ଡେ ଭର୍ତ୍ତି କରିଦେଇଛି ଭିତରକୁ, ଯେମିତି ଦିହିପହର ପର୍ଯ୍ୟନ୍ତ ଭୋକ ହବନି। 3 ଦିନ ହଉଛି ଆମ ଓଡ଼ିଆଙ୍କର ରେଷ୍ଟ। ପିଲେ ରେଡି ତ ମାରି ଚାଲ। ସଂସ୍କୃତିର ଏକ ବିଶେଷ ଆଉ ଆନନ୍ଦମୟ ପର୍ବ ହେଉଛି ରଜ ପର୍ବ। ଆଉ ରଜର ଆଜି ହେଉଛି ପ୍ରଥମ ପହିଲି ରଜ। ଯେତେବେଳେ ଆମ ଓଡ଼ିଆ ସଂସ୍କୃତି ପରମ୍ପରା କଥା ଆସେ, ସବୁ ସମୟରେ ଗୋଟେ ହିଁ ନାଁ ଆଗକୁ ଆସେ, ସୁର ରାଉତରାୟ, ଯିଏକି ତାଙ୍କ ସଂସ୍କୃତି, ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିଥାନ୍ତି। ତ ଆଜି ରଜରେ, ପ୍ରଥମ ପହିଲି ରଜରେ ସୁର ରାଉତରାୟ ସାର୍ କେମିତି ରଜକୁ ପାଳନ କରୁଛନ୍ତି, ସେ ବିଷୟରେ ଆମେ ଅଧିକ କଥା ହେବା। ସାର୍, ପ୍ରଥମ ତ ହାପି ରଜ। ସେମ୍ ଟୁ ୟୁ। ଇଏ ହେଉଛି ସାହାଣୀ କାଶୀପୁର, ଆମ ଅଞ୍ଚଳର ଗୋଟେ ସୁନାମଧନ୍ୟ ଗାଁ। ଏ ଗାଁର ମେଳଣ, ଆଜିକାଲି ସବୁ ଗାଁରେ ମେଳଣରେ ଦାମିକିଆ ନାଟ, କିନ୍ତୁ ଏ ଗାଁରେ ଛୋଟ ଗାଁ, କିନ୍ତୁ ସବୁଠୁ ଦାମୀ ନାଟ ଏ ଅଞ୍ଚଳରେ ଏଇ ଗାଁ ପଡ଼େ। ଆକୁ ଦେଖି ତମ୍ବାଡରେ, ଆକୁ ଦେଖି ମଦନପୁରରେ, ଆକୁ ଦେଖି ପାତ୍ରପଡ଼ାରେ, ଆକୁ ଦେଖି ଜାଆଁଳାରେ, ଏବେ ବହୁ ପ୍ରକାର ନାଟ, ଡ୍ରାମା, ନାଚ, ଗୀତ, ମେଲୋଡ଼ି ସବୁ ହେଉଛି, ନୃତ୍ୟ ସବୁ ହେଉଛି। ଏ ଗାଁର ଭଉଣୀମାନେ ଏକାଠି ହେଇ ସ୍ଥିର କଲେ। ମଦନପୁର କାଲି ମୁଁ ଯାଇଥିଲି, ଦୋଳି ଉଦ୍ଘାଟନ କଲି, ରଜ ଉଦ୍ଘାଟନ କଲି। ସେଠି ଫୁଟବଲ ଖେଳ ଆରମ୍ଭ କରାଇଲି। ଆଜି ଭଲି ହବ, କାଲି କ୍ରିକେଟ ହବ, ପରଦିନ ତାଙ୍କର ପ୍ରୋଗ୍ରାମ ହକି କରିବେ, ନାଚ ଗୀତ 4-5 ଦିନ। ପାତ୍ରପଡ଼ାରେ ଯାଇଥିଲି, ମୁଁ ଆସିଛି ଯାଉଛି, ତାଙ୍କର ଟିକେ ଡେରି ହବ ବୋଲି କହିଲେ 10ଟା ବେଳକୁ ଆସ। ମୁଁ ପଳେଇ ଆଇଲି କାଶୀପୁର। ଆସିଲା ବେଳକୁ ଭାଇ ଭଉଣୀମାନେ ସୁନ୍ଦର ଭାବେ ଅର୍ଗାନାଇଜ, ଫାଷ୍ଟ ଟାଇମ୍ କରିଛନ୍ତି, ଅତି ଉଚ୍ଚ କୋଟିର କରିଛନ୍ତି। ପ୍ରାୟ 50ରୁ ଉର୍ଦ୍ଧ୍ୱ ଦୋଳି ଲଗେଇଛନ୍ତି, ନାଚ ଗୀତର ଆରେଞ୍ଜମେଣ୍ଟ କରିଛନ୍ତି, ପିଠାପଣାର ଆରେଞ୍ଜମେଣ୍ଟ କରିଛନ୍ତି, ସୁଖାଦ୍ୟର ବ୍ୟବସ୍ଥା କରିଛନ୍ତି, ରାମଲୀଳା ବି କରିବେ, ନାଚ କରିବେ, ମେଲୋଡ଼ି କରିବେ, ଭଜନ କରିବେ। ପ୍ରତିବର୍ଷ ଆସ୍ତେ ଆସ୍ତେ କ୍ରିକେଟ ବି ଖେଳିବେ। ଆସ୍ତେ ଆସ୍ତେ ଏ ଉତ୍ସବ ପାତ୍ରପଡ଼ା ଯେମିତି ଆଗେଇ ଗଲାଣି, ମଦନପୁର ଆଗେଇ ଗଲାଣି, ତମାଣ୍ଡ ଆଗେଇଲାଣି, ସାହାଣୀ କାଶୀପୁର ଏ ଭଉଣୀମାନଙ୍କର ଚେଷ୍ଟାରେ, ଉଦ୍ୟମରେ ଗୋଟେ ପ୍ରଶଂସନୀୟ କାର୍ଯ୍ୟକ୍ରମ କରିଛନ୍ତି। ପିଲେ ରେଡି ତ ମାରି ଚାଲ। ରଜ ଆମେ କାହିଁକି ପାଳନ କରୁଛୁ, ରଜ କେମିତି ପାଳନ ହବା ଦରକାର? ଇଏ ରଜ ସାରା ଭାରତ ବର୍ଷରେ ନାହିଁ, ଇଏ କେବଳ ଆମ ଓଡ଼ିଶାରେ। ଆମର ହରେକୃଷ୍ଣ ମହତାବ ଏଠି ରାଜଧାନୀ ଭୁବନେଶ୍ୱର କରିଦେଲା ପରେ ଆମେ ଅଞ୍ଚଳବାସୀ ଶିକ୍ଷାରେ ଆଗେଇଛୁ, ସ୍ୱାସ୍ଥ୍ୟରେ ଆଗେଇଛୁ, ରାସ୍ତାଘାଟରେ ଆଗେଇଛୁ, ପିଇବା ପାଣିରେ ଆଗେଇଛୁ ଏବଂ ବିଦ୍ୟୁତକରଣରେ ଆଗେଇଛୁ, ସବୁଥିରେ ଆଗେଇଛୁ। କିନ୍ତୁ ଆମର ଏକତା ଏତେ ନିବିଡ଼, ବହୁ କାଳରୁ ଆମେ ଏ ଗାଁରେ ପାଲା, ଏ ଗାଁରେ ନାଟ, ଏ ଗାଁରେ ଡ୍ରାମା, ଏ ଗାଁରେ ମେଳଣ, ଏ ଗାଁରେ ସଂକୀର୍ତ୍ତନ, ଏ ପରମ୍ପରା ଆମର ରହିଛି। ସାହାଣୀ କାଶୀପୁର ଭଦ୍ର ଗାଁ, ସେଇ କାର୍ଯ୍ୟକ୍ରମକୁ ଆମେ 3 ଦିନ, ଏ ପିଲେ 3 ଦିନ ଆମେ ରଜ ପାଳନ କରେ। ପହିଲି ରଜ ତାମାନେ ଆଜି, ଦ୍ୱିତୀୟ ଆଜି ପିଠା, ଭୁଜା, ଉଖୁଡ଼ା, ଯେତେ ପ୍ରକାର ଖାଦ୍ୟ ଆଜି ଖାଇବା। କାଲି ନିରାମିଷ, ସଂକ୍ରାନ୍ତି, ସବୁ ଦେବାଦେବୀ ମନ୍ଦିରରେ ପୂଜା କରିବା, ନିରାମିଷ ଖାଦ୍ୟ। ପରଦିନ ଭୂଇଁ ଦହନ, ଆମିଷ ପୁରା ଏମୁଡୁ ସମୁଡୁ, ଯିଏ ଯୋଉ ପ୍ରକାର ଆମିଷ ଖାଇଲା। ତା ପରଦିନ ଛାତ୍ରମାନେ ପାଠ ପଢ଼ାରେ ଲାଗିଯିବେ, ଚାଷୀ ଚାଷରେ ଲାଗିଯିବେ, ବ୍ୟବସାୟ ଲାଗିଯିବେ, ଯେ ଯାହା ଧନ୍ଦାରେ ଲାଗିବେ। ଏ 3 ଦିନ ହେଉଛି ଆମ ଓଡ଼ିଆଙ୍କର ରେଷ୍ଟ, ମଉଜ, ଭାଇଚାରା, ସ୍ନେହ, ଶ୍ରଦ୍ଧା, ଏକତା, ଏଇ ଭାବ ନେଇ ଆମେ ପ୍ରତିବର୍ଷ ପାଳନ କରୁଛୁ। ଆଉ କିଛି ସମୟ ପରେ ପୁଚି ଖେଳ ଆରମ୍ଭ ହବ। କଣ ନୂଆ ବୋହୂ ଯୋଉ ଆଜି କଣ କିଛି ପିଠା ପଣା କରିକି ଦେଇଛନ୍ତି ଖାଇବାକୁ? ସକାଳୁ ମୁଁ ଏଣ୍ଡୁଳି କାକରା 5ଟା ଖଣ୍ଡେ ଭର୍ତ୍ତି କରିଦେଇଛି ଭିତରକୁ, ଯେମିତି ଦିହିପହର ପର୍ଯ୍ୟନ୍ତ
ଭୋକ ହବନି। ସକାଳୁ ପିଠା ଖାଇଦେଇକି ମୁଁ ଆସିଛି, ପିଠା ସାଥିରେ ଆଳୁଦମ। ଆରେ ରେଡି ତ ମାରି ଦୋଳି ଦୋଳି ଖେଳିଲେ କେତେ ଟାଇମ ପରେ ଦୋଳି ଖେଳିଲେ? ବହୁତ ପ୍ରତି ବର୍ଷ ଖେଳେ ମୁଁ। ପ୍ରତି ବର୍ଷ ଆମର ପାନ୍ଥ ନିବାସରେ ମୁଁ ଷ୍ଟାର୍ଟ କରିକି ଆସିଲି। ପ୍ରଥମ ଆରମ୍ଭ କରିଛି ପାନ୍ଥ ନିବାସରେ ଭଉଣୀ, ସେଠି ଷ୍ଟାର୍ଟ ଦୋଳି ପିଠା ସବୁ ଷ୍ଟାର୍ଟ କରିକିରି ଆସିଲି ପାତ୍ରପଡ଼ା। ତେଣୁ ଡେରି ହବ ଟିକେ। ବଢ଼ିଆ, ବହୁତ ବଢ଼ିଆ ଅନୁଭୂତି। ଆମେ ରେଡି ବେ ଠିକ ଅଛି। ଯେମିତି ଆପଣ ଶୁଣୁଥିଲେ ଯେ ସୁରଜ ସାର୍ ଆସିଥିଲେ ଦୋଳି ଖେଳିବାକୁ। ଆମ ରଜର ଯେଉଁ ପରମ୍ପରା ସଂସ୍କୃତି ତାଙ୍କୁ ବଞ୍ଚେଇ ରଖିଛନ୍ତି। ଆମେ ମଧ୍ୟ ଆମ ଓଡ଼ିଶା ଭାସ୍କର ଟିମ୍ ପକ୍ଷରୁ ଆପଣମାନଙ୍କୁ ଢେର ସାରା ରଜକୁ ନେଇକି ଅଭିନନ୍ଦନ ଆଉ ଶୁଭେଚ୍ଛା। ଭୁବନେଶ୍ୱରରୁ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସରସ୍ଙ୍କ ସହିତ ସୁଶ୍ରୀ ସ୍ୱାଇଁ, ଓଡ଼ିଶା ଭାସ୍କର।